समय उठे जाऊँ आसूँ पिताश्री राजा कौन हेबारू राम बाहरिले केही छिन बसन नलरे मुदिले 14 वर्ष लेखी सीतांकर पाई लक्ष्मण कर पुराणी देले को बढ़ाई श्रीराम सीता लक्ष्मण रथरे बसिले श्रीराम सीता लक्ष्मण रथरे बसिले अंतपुर नारीगण उच्चरे कांदिले 750 अटे राजा पाटराणी पुनः पुनः रोदन करती सर्वे पुणी दासी परिवारी माने करती कारुण्य धिक धिक पिता माता धिक ए भुवन किपुरे आंभे माने किं पाई रहिबा श्रीराम लक्ष्मण सीता संग करे जिबा समस्त भाई मैंने देखिपार किभली अभिचार विगत दिन में अयोध्या राज्य घोषण होता रात्र पाई अयोध्या कटक चक्रवर्ती सम्राट भाव अभिषिक्त होता आमर कुमार राम एक रात्र मध्य किभली अभिचार होगा राजा हेबा परिवर्ते 14 वर्ष वनगामी होती बड़ अभिचार ज्येष्ठ पुत्र गुणवान चरित्रवान उदार चरित्र से थाउ थाउ सानुज भ्रात अयोध्या राजा हेब कि भया अभिचार भाई चिंता करो अरे राजा को विचार किछि नहीं अतिक्रम रे युद्ध काले जुबालीला भाई ई राणी प्रेम रे भाया हैला सुनिबा को मिलुची लोके माने कहउछंती तांकर मध्यमा राणी कईकेंग जोगु एपरि सब ई राणी परा आप तो बोलु बोलु भाई पुओ पाई तो सत्य होला ज्येष्ठ पुत्र जाई था संगतरे सानुज जाउची ता सहित पुणी पत्नी जाउछन तिनी प्राणी अयोध्या रे 14 वर्ष पर्यंत किपरि रहिबे एमानकर आत्मा केते सहुची ई छी सतधिक राजा से राजा पया आमे माने आज थारु ए पुर को परित्याग करबा जेउटी राम रहिबे सेठी राम राज्य ठीक है ठीक है तमे कोन कोन अंतपुर जाको सब पड़ी गला कौशल्या सुमित्रा माता अति शोक समुद्र अर्जन प्राय सुख
ବାଲ୍ୟକାଳରୁ ଆପଣଙ୍କ ସହିତ କଥା ହେବା ପାଇଁ ଆମେମାନେ ସମୟ ପାଇଲୁ। ଆପଣଙ୍କ ପିତା ଆପଣଙ୍କୁ ଏମିତି ବିଳାସ ବ୍ୟସନରେ ରଖିଥିଲେ ଯେ ଆପଣଙ୍କ ସହିତ ସମ୍ମୁଖ କଥାବାର୍ତ୍ତା ହେବା ପାଇଁ ଆମକୁ ସୁଯୋଗ ମିଳିନଥିଲା। ହେଲେ ଆଜି ଏମିତି ପର କରିଦେଇଛନ୍ତି ଯେ ଆପଣ ସତେ ଯେମିତି ଆମର ବହୁ ନିଜର। ପ୍ରଭୁ ଯଦି ଆଜ୍ଞା ଦେବେ ଗୋଟିଏ କଥା କହିଥାନ୍ତି। ପ୍ରଭୁ ସମସ୍ତ ପ୍ରଜାମାନେ ଆଜି ଏଠାରେ ରୁଣ୍ଡ ହେବାର କାରଣ କଣ ଜାଣିଛନ୍ତି ପ୍ରଭୁ? ପ୍ରଜାମାନେ ଚାହାନ୍ତି ଆପଣ ଏ ଅଯୋଧ୍ୟା ଛାଡି ଯାଆନ୍ତୁ। ହେ ପ୍ରଭୁ ପିତା ସତ୍ୟ କରିଥିଲେ, ପିତାଙ୍କର ସତ୍ୟ ରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ, ଏହା ଆମେ ବୁଝୁଛୁ। କିନ୍ତୁ ଆପଣ ଯାଇ ଯେ ବନରେ ବାସ କରିବେ ଏ କଥାର ତ କୌଣସି ସତ୍ୟତା ନାହିଁ। ପ୍ରଭୁ ଆପଣ ଆମ ସହିତ ବାସ କରନ୍ତୁ। ଆମେମାନେ ଆପଣଙ୍କୁ କଥା ଦଉଛୁ ପ୍ରଭୁ, ଯେତେ ବିପଦ ଆପଦ ଆସିଲେ ମଧ୍ୟ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇ ଆମେମାନେ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିବା ହେବୁ। ପ୍ରଭୁ অতি জন্তা জন্তি হরি রথ বসে ধাই অনঙ্গ নরেন্দ্র ভারি করে কই জয়রাম ପ୍ରଭୁ ତ ଯିବାକୁ ବାହାରିଲେଣି, ଆମେ ତ ପ୍ରଭୁଙ୍କୁ ଅଟକେଇ ପାରିବାନି। ତେଣୁ ପ୍ରଭୁ ଯେଉଁ ଦିଗରେ ଯିବା ଆମେ ସେଇ ଦିଗରେ ଯିବା। ପ୍ରଭୁ ଯେଉଁଠାରେ ଅବସ୍ଥାନ କରିବେ ଆମେ ସେଇଠାରେ ଅବସ୍ଥାନ କରିବା। সাধু জনে আদর্শ সুর করি লয়ে শোক করি গোড়াইলে অযোধ্যাবাসীয়ে যেসনে একাত্র বনে শঙ্কর গৌরী গুন্ডিচা যাত্রা করন্তি দিশে সেই পরি তমসা যদি নিজহু হইলে কপারি শ্রীরাম প্রজাজনকু ছামুকু হকারি এঠারু বাহুড়ি যাও বলি আজ্ঞা দেলে প্রজাগণে ন মানিলে যেতে বুঝাইলে ଏ ପ୍ରଜାମାନେ ମୋ ପାଇଁ ସତ୍ୟ ଅଛି, ମୁଁ 14 ବର୍ଷ ବନବାସ ଯିବି, ଏହା ସତ୍ୟ। କିନ୍ତୁ ମୋ ସଙ୍ଗତରେ ତୁମେମାନେ ଯେ କଷ୍ଟ ପାଇବ ତାହା ମୁଁ ସହ୍ୟ କରିପାରିବିନି। କାରଣ କ'ଣ ଜାଣ ପ୍ରଜାଗଣ, ଯଦି ତୁମେ ମୋତେ ରାଜା ରୂପେ ଭାବୁଛ, ଏକ ରାଜର କାର୍ଯ୍ୟ ହେଉଛି ପ୍ରଜାମାନଙ୍କ ସେବା ଶୁଶ୍ରୂଷା କରିବା, ସେବା କରିବା ସହିତ ପ୍ରଜାଙ୍କର ସୁଖ ଦୁଃଖରେ ଭାଗି ହେବା। ତେଣୁକରି ଯଦି ମୋତେ ଦୁଃଖ ପଡ଼ିଛି, ତୁମେ କାହିଁ ମୋ ଦୁଃଖରେ ଦୁଃଖୀ ହେବ? ଯଦି ମୁଁ ରାଜା ହୋଇଥାନ୍ତି ତୁମମାନଙ୍କୁ ପାଳନ କରିଥାନ୍ତି। ଯଦି ମୋ ଭାଇ ରାଜା ହେଉଛି ସେଥିରେ ଅସୁବିଧା କ'ଣ? ତୁମକୁ ତ ସେ ପାଳନ କରିବ ନା। ଯାଅ ଯାଅ ପ୍ରଜାଗଣ, ଯଦି ତୁମେ ମୋ ସାଥିରେ ଯାଅ, ସେ କାହାକୁ ନେଇ ରାଜା ହେବ, ସେ କାହାକୁ ନେଇ ପାଳନ କରିବ ନା, ତାହା ମୁଁ କେବେ ଚାହେଁ ନା। ଫେରିଯାଅ ପ୍ରଜାଗଣ, ଅଯୋଧ୍ୟାକୁ ଫେରିଯାଅ। ପ୍ରଭୁ ଆପଣ ତ ପଣ୍ଡିତ, ଆପଣ ବିଜ୍ଞ, ଅନେକ ଶାସ୍ତ୍ର ଆପଣ ପଠନ କରିଛନ୍ତି। ହେଲେ ପ୍ରଭୁ କୌଣସି ଶାସ୍ତ୍ରରେ ଆପଣ ଶୁଣିଛନ୍ତି ଜ୍ୟେଷ୍ଠ ଭ୍ରାତ ଗୁଣବାନ ଉଦାର ଚରିତ୍ରର ପୁରୁଷ ଥାଉ ଥାଉ ସାନ ଭ୍ରାତ କେବେ ରାଜା ହୋଇଛି? ହେ ପ୍ରଭୁ ଦ୍ୱିତୀୟତଃ ଆପଣ କହିଲେ ଆପଣଙ୍କ ପିତା ଆପଣଙ୍କ ପ୍ରତି ଅବିଚାର କରିନାହାନ୍ତି। ଯଦି ଅବିଚାର ହୁଏନି ତେବେ ଆପଣଙ୍କ ପରିବର୍ତ୍ତେ ଆପଣଙ୍କର ସାନୁଜ ଭ୍ରାତ କାହିଁକି ରାଜା ହେବ? ଆପଣଙ୍କୁ 14 ବର୍ଷର ବନବାସର କଷଣ କାହିଁକି ଭୋଗିବାକୁ ପଡ଼ିବ? ଏହାର ଉତ୍ତର ଦେଇପାରିବେ ପ୍ରଭୁ? ପ୍ରଜାଗଣ, ପିତାମାତା ମୋତେ ଜନ୍ମ ଦେଇଛନ୍ତି ଏହା ସତ୍ୟ, କିନ୍ତୁ ବିଧିର ଲେଖନ ସେଇ ବିଧାତା ହିଁ ଲେଖିଛି। ଯାହା ମୋ କର୍ମରେ ଲେଖା ଅଛି ତାକୁ ମୋତେ ଭୋଗିବାକୁ ଦିଅ। ମୋ ଦୁଃଖରେ ଦୁଃଖୀ ହେବା ମୋର ଆବଶ୍ୟକତା ନାହିଁ। ପ୍ରଜାଗଣ ଫେରିଯାଅ, ମୋ କଥା ମାନି ଅଯୋଧ୍ୟାକୁ ଫେରିଯାଅ ପ୍ରଜାମାନେ। ହେ ପ୍ରଭୁ ମେଘ କ'ଣ କେବେ ଚାତକକୁ ଦୂରୀଭୂତ କରିଦେଇପାରେ? ଚାତକ ପକ୍ଷୀ ସଦା ସର୍ବଦା ମେଘକୁ ଅନାଇ ବସିଥାଏ।
ଆପଣଙ୍କର ନେତ୍ର ଯୁଗଳ ଯଦି ଚାତକ ପକ୍ଷୀ ଆପଣଙ୍କ ନେତ୍ର ଯୁଗଳ ଯଦି ଉଜ୍ଜଳ ଚନ୍ଦ୍ରମାର ଜ୍ୟୋତ୍ସ୍ନା ହୁଅନ୍ତି, ଆମର ନେତ୍ର ଯୁଗଳ ହେଉଛି ଚାତକ ପକ୍ଷୀ ସଦୃଶ। ଆପଣଙ୍କର ମୁଖରୁ ଯେଉଁ ମିଠା ବଚନ ଉଦ୍ଭାସିତ ହୁଏ ତାକୁ ଆମେ ଆକଣ୍ଠ ଚିତ୍ତରେ ପାନ କରିଥାଉ। ଦ୍ୱିତୀୟତଃ ଆପଣ ଯଦି ଚାଲିଯିବେ ଆମେ କାହାକୁ ନେଇ ରାଜ୍ୟ ଶାସନ କରାଇବୁ ପ୍ରଭୁ? सर्वे का मेला होई करंति जनाना प्रभा उड़ाई प्रभु पुराना भरत अयोध्या राज्य बंधु गंगाधरा तुम्हाको आंधे बसिबु देशे घर करा हे ପ୍ରଭୁ ରାଜା ଆଜ୍ଞା ଅକାଟ୍ୟ, ଏହାକୁ ତ ସମସ୍ତଙ୍କୁ ମାନ୍ୟ କରିବାକୁ ହେବ। ଆମେ ଚାହିଁଲେ ମଧ୍ୟ ରାଜାଙ୍କ ବିରୁଦ୍ଧରେ କିଛି କହିପାରିବୁନି ପ୍ରଭୁ। ହେଲେ ପ୍ରଭୁ ଆପଣ ତ ଆମ ସମ୍ମୁଖରେ ଦଣ୍ଡାୟମାନ। ରାଜାଙ୍କ ନିର୍ଦ୍ଦେଶ ଅନୁସାରେ ଭରତ ଅଯୋଧ୍ୟାରେ ରାଜା ହୁଅନ୍ତୁ, କିଛି ଅସୁବିଧା ନାହିଁ ପ୍ରଭୁ। ହେଲେ ମୋର ଗୋଟିଏ ମିନତି ରକ୍ଷା କରିବେ, ସମସ୍ତ ପ୍ରଜାମାନଙ୍କର ମିନତି ରକ୍ଷା କରିବେ ପ୍ରଭୁ। ଆପଣ ଆମର ରାଜା ହୁଅନ୍ତୁ, ଆପଣଙ୍କ ରାଜତ୍ୱରେ ଆମକୁ ପ୍ରତିପାଳନ ହେବା ପାଇଁ ଅନୁମତି ଦିଅନ୍ତୁ ପ୍ରଭୁ। ଯେଉଁଠାରେ ଆପଣ ଅବସ୍ଥାନ କରିବେ ସେଇଠି ଆମେ ପ୍ରଜାମାନେ ଆପଣଙ୍କ ସହିତ ବସବାସ କରିବୁ। ଏତିକି ଗୁହାରି କରୁଛୁ ପ୍ରଭୁ, ଏତିକି ଗୁହାରି କରୁଛୁ। ଆମର ଆବଶ୍ୟକ ନାହିଁ ଅଯୋଧ୍ୟା, ଯେଉଁଠାରେ ଆପଣ ରହିବେ ସେଇଠି ଆମର ରାମ ରାଜ୍ୟ ସ୍ଥାପନ ହେବ, ସେଇଠି ପ୍ରଜାମାନେ ଅତି ଆନନ୍ଦରେ ଆପଣଙ୍କ ସହିତ କାଳାତିପାତ କରିବେ ପ୍ରଭୁ, ଏତିକି କୃପା କରୁଛୁ। 14 बरस जाए लेखी जोगाइबो होदे बन कले भंग करे जीवो हे ପ୍ରଭୁ ଆପଣ ଭାବୁଥିବେ ଆମେ ହେଉଛୁ ଦୁଃଖୀ ଆଉ ଦରିଦ୍ର, ଆପଣ ହେଉଛନ୍ତି ରାଜପୁତ୍ର। ବାଲ୍ୟ କାଳରୁ ଅନେକ ବିଳାସ ବ୍ୟସନରେ ଆପଣ ଜୀବନ ଅତିବାହିତ କରିଛନ୍ତି। ଆପଣଙ୍କର ଯାହା ଦରକାର ଆମେ ବୋଧହୁଏ ନ ଦେଇପାରୁ, ହେଲେ ମୁଁ ଆପଣଙ୍କୁ କଥା ଦେଉଛି ପ୍ରଭୁ, ମୋ ସହିତ ଏଠି ଯେତେ ପ୍ରଜାଗଣ ଅଛନ୍ତି ସେ ସମସ୍ତ ପ୍ରଜାଗଣଙ୍କର ଅନୁମତି ନେଇ ମୁଁ ମନରେ ଗୋଟିଏ ବିଚାର କରିଛି। ଆପଣଙ୍କର ଦୀର୍ଘ 14 ବର୍ଷ ପାଇଁ ଯାହା ଯାହା ଆବଶ୍ୟକ ସାମଗ୍ରୀ ମାନ ଆବଶ୍ୟକ ଆପଣ ଗୋଟେ ଚିଠାଉ ପ୍ରସ୍ତୁତ କରି ଆମ ହସ୍ତରେ ଅର୍ପଣ କରିଦିଅନ୍ତୁ। ଆମର ଯେତେ କଷ୍ଟ ହଉ ପଛେ ଜୀବନକୁ ଉତ୍ସର୍ଗୀକୃତ କରିଦେବୁ। ଆପଣଙ୍କୁ ନେଇ ସେ ସମସ୍ତ ବସ୍ତ୍ର, ସେ ସମସ୍ତ ବସ୍ତୁ, ସେ ସମସ୍ତ ସାମଗ୍ରୀ ଆପଣଙ୍କ ଚରଣ ତଳେ ଆଣି ଭେଟି ଦେବୁ ପ୍ରଭୁ, ଏତିକି କୃପା କରିବ ତୁମକୁ ପ୍ରଭୁ। हे प्रजागण, तुम्हें जानी रख, ଯେଉଁ ରାଜ୍ୟରେ ରାଜା ଥାଇ ପ୍ରଜା ନଥାନ୍ତି ସେ ରାଜ୍ୟରେ ଗଣିତା ହୁଏ ନାହିଁ। ଯଦି ତୁମେ ମୋ ସାଥିରେ ଅରଣ୍ୟ ମଧ୍ୟରେ ଆସି କଣ୍ଟକିତ ପଥର ପଥିକ ହୁଅ, ତୁମର ପାଦରେ ଫୁଟି ଯାଉଥିବା ସେଇ କଣ୍ଟା ତାହା କେବେ ମୁଁ ସହ୍ୟ କରିପାରିବିନି। ପ୍ରଭୁ ଆପଣଙ୍କ ପାଇଁ ହସି ହସି ଆମର ଜୀବନକୁ ଉତ୍ସର୍ଗୀକୃତ କରିଦେବା ପାଇଁ ଆମେ ମାନେ ଇଚ୍ଛୁକ। ଯେତେ ଝଡ଼ ଝଞ୍ଜା ବତାସ ତୋଫାନ ଆସିଲେ ମଧ୍ୟ ଆପଣଙ୍କର ଏ ପ୍ରଜାମାନେ ଆପଣଙ୍କୁ କଥା ଦେଉଛନ୍ତି, ଆମେମାନେ କେବେ ପଛଘୁଞ୍ଚା ଦେବୁନି ପ୍ରଭୁ। ଆପଣଙ୍କ ସହିତ ସମସ୍ତ ବିପଦକୁ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ। ଏବଂ ଆପଣ ଯଦି ନାସ୍ତି ବାଣୀ କହୁଛନ୍ତି ଯେ ଆପଣ ଅଯୋଧ୍ୟାରେ ରହିବେ ନାହିଁ, ତେବେ ଆମେମାନେ ମଧ୍ୟ ଆପଣଙ୍କ ସହିତ ଆପଣ ଯେଉଁଠି ବାସ କରିବେ ଆମେ ସେଇଠି ବାସ କରିବୁ। ଆମକୁ ମଧ୍ୟ ଆପଣଙ୍କ ସହିତ ନେଇ ଚାଲନ୍ତୁ ପ୍ରଭୁ, ଏତିକି ଗୁହାରି କରିବା ହେଉଛୁ। हे प्रजागण, तुम्हें चली जाओ, ମୁଁ ତୁମକୁ ବାରମ୍ବାର କହୁଛି ମୋ ପରିବର୍ତ୍ତେ ଭରତ ହେବ ଅଯୋଧ୍ୟାର ଚକ୍ରବର୍ତ୍ତୀ ସମ୍ରାଟ। ଯଦି ତୁମେ ମୋ ସମ୍ମତରେ ଆସ ରାଜଦ୍ରୋହ ସୃଷ୍ଟି ହେବ ନା,
ତା କେବେ ମୁଁ ଚାହେଁ ନା ତୁମେ ଯେତେବେଳେ ଅଯୋଧ୍ୟାରେ କାଳାତିପାତ କରିବ, ଭରତ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ମୁଁ ଯେମିତି ତୁମକୁ ପାଳନ କରିଥାନ୍ତି, ମୋ ପରିବର୍ତ୍ତେ ସ୍ନେହ ଶ୍ରଦ୍ଧା ସହିତ ତୁମକୁ ସେ ପାଳନ କରିବ। ମୁଁ ଅନୁରୋଧ କରୁଛି ତୁମେ ଏଠାରୁ ଚାଲିଯାଅ। ପ୍ରଭୁ, ଫେରିବାର ତ ପ୍ରଶ୍ନ ଉଠୁନି। ଏତେ ବାଟ ଆପଣଙ୍କ ରଥ ପଛରେ ଜନ୍ତାଜନ୍ତି ହୋଇ ଆସିଛୁ ମାନେ ଆପଣଙ୍କୁ ଛାଡ଼ିକି ଯିବାର ତ ପ୍ରଶ୍ନ ଉଠୁନି। ଦ୍ୱିତୀୟତଃ ଆପଣ ଯେଉଁ କହିଲେ ଭରତ ଅଯୋଧ୍ୟାରେ ରାଜା ହେବେ, ପ୍ରଜାମାନେ କେଉଁ ରାଜାଙ୍କର ଶାସନରେ ପ୍ରତିପାଳିତ ହେବେ ଏକଥା ପ୍ରଜାମାନେ ନିଜେ ବିଚାର କରନ୍ତି। ପ୍ରଜାମାନଙ୍କର ବିଚାରରେ ରାଜାଙ୍କୁ ରାଜ୍ୟରେ ରାଜତ୍ୱର ପଦରେ ବସାଇ ଦିଆଯାଏ। ଯଦି ପ୍ରଜାମାନେ ଚାହୁଁନାହାନ୍ତି ଭରତ ରାଜା ହେବେ, କେମିତି ରାଜା ହେବେ? ପ୍ରଭୁ, ଆମର ଗୋଟିଏ ଗୁହାରି ପ୍ରଭୁ, ଯଦି ଆପଣ ଆମ ସହିତ ରହିବେ, ଏଇଠି ଆମେ ଗୋଟିଏ ରାମ ରାଜ୍ୟ ସ୍ଥାପନ କରିବୁ, ଯାହାର ମୂଳ ପିଣ୍ଡ ଏଇଠି ସମସ୍ତ ପ୍ରଜାଗଣ ଆମେ ଏଇଠି ଆରମ୍ଭ କରିବୁ ରାମ ରାଜ୍ୟ। ଦ୍ୱିତୀୟତଃ ଯଦି ଆପଣ ଏଠି ନ ରହିବେ, ଆପଣ ଯେଉଁ ବନ, ଯେଉଁ ଅରଣ୍ୟ, ଯେଉଁ କଣ୍ଟକିତ ପଥରେ ରୁହନ୍ତୁ ନା କାହିଁକି, ଆମେମାନେ ମଧ୍ୟ ସେଇଠାରେ ରହିବୁ। ଏତିକି ଗୁହାରି ପ୍ରଭୁ। ମନେ ମନେ ବିଚାରନ୍ତି ରଘୁକୁଳ ଚନ୍ଦ୍ର, ସୁରନ୍ତରୁ କହନ୍ତି ଯେ ପଡ଼ିଲା ବିପଦ। ପ୍ରଜାମାନଙ୍କର ବାର୍ତ୍ତା ତୁମେ ଶୁଣିପାରିଲ ତ? ଭରତକୁ ସେ କେବେ ରାଜା ରୂପରେ ଦେଖିବା ପାଇଁ ଚାହାନ୍ତିନି। ସେ କହୁଛନ୍ତି ମୋ ସାଥିରେ କଣ୍ଟକିତ ପଥର ପଥିକ ହେବେ ବୋଲି। ମୁଁ ଯେଉଁଠାରେ ରହିବି ସେଇଠାରେ ରାମ ରାଜ୍ୟ କରିକି ସିଏ ରହିବେ, ଯୋଉଟା ମୁଁ କେବେ ଚାହେଁ ନା। ମୋ ସମ୍ମୁଖରେ ଏକ ବିଷମ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କ'ଣ କରିବି ସୁମନ୍ତ, ମୁଁ କିଛି ବୁଝିପାରୁନି। କହି ସମରର ପୁରେ ଯାଇ ହେବେ, କୁହ ସମର ଦେଖିନ ବହନ ହଇଲେ। ଫଳମୂଳ ଦେଇନ ସେ କଲା ଦର୍ଶନ, ଫଳମୂଳ ଦେଇନ ସେ କଲା ଦର୍ଶନ। କୁଶଳ ପୁଛିଲେ ତାଙ୍କୁ କୌଶଲ୍ୟା ନନ୍ଦନ, ଶବରପତି କହି ଶୁଣିମା ଈଶ୍ୱର। ତୁମ୍ଭ ଅନୁଗ୍ରହେ ସର୍ବ ମଙ୍ଗଳ ମୋହର। ମୈତ୍ରଙ୍କ ସ୍ଥାନ ଚରଣରେ ନୁହଁ, ମୈତ୍ରଙ୍କ ସ୍ଥାନ ହୃଦୟରେ। ଆସ, ଆଲିଙ୍ଗନ କର। ହେ ଶବର ରାଜ, ଆପଣଙ୍କର ସର୍ବ କୁଶଳ ତ? ପ୍ରଭୁ, ଆପଣଙ୍କ କୃପାରୁ ମୋର ସର୍ବ କୁଶଳ। ହେଲେ ମଣିମା, ମୁଁ ଶୁଣିଥିଲି ତୁମେ ରାତ୍ର ପାଇଥିଲେ ଅଯୋଧ୍ୟାରେ ରାଜା ହୋଇଥାନ୍ତ। ହେଲେ ବନକୁ କାହିଁକି ଗମିଲ? ଏ କାଣ୍ଡରେ ପ୍ରଚଣ୍ଡ, ବନ୍ଧରେ ହସ୍ତରେ ପ୍ରଚଣ୍ଡ, ଆଉ ଜଟାବେଶକୁ ପରିତ୍ୟାଗ କରି କଣ ପାଇଁ ବନ ମଧ୍ୟରେ ବୁଲୁଛ? ପ୍ରଭୁ, ମତେ କହନ୍ତୁ, ବୁଝାଇ କୁହନ୍ତୁ ପ୍ରଭୁ, ମତେ ବୁଝାଇ କୁହନ୍ତୁ। କିନି ବନ୍ତେ ବନକୁ ଅଇଲ ରଘୁସାଇ, ଶବରକୁ ରାମଚନ୍ଦ୍ର କହନ୍ତି ବୁଝାଇ। ଶବର କୋଇଲା କିମ୍ପା ଦେଶର ବାଣ୍ଟିଲେ, ଦଶରଥ ମହାରାଜା ଅବିଚାର କଲେ। ହେ ମୈତ୍ର, ରାତ୍ର ପାଇଥିଲେ ରାଜା ହୋଇବି ବୋଲି ଶୁଣିଛ, ଏହା ସତ୍ୟ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ମଧ୍ୟ ମାତା କୈକେୟୀ ମୋ ପିତାଶ୍ରୀଙ୍କୁ ଦୁଇଟି ସତ୍ୟ କରାଇ ବର ମାଗିଥିଲେ। କଣ ବର ମାଗିଥିଲେ ପ୍ରଭୁ? ପ୍ରଥମ ସତ୍ୟ ହେଉଛି ରାମଚନ୍ଦ୍ର ପରିବର୍ତ୍ତେ ଭରତ ହେବ ଅଯୋଧ୍ୟାର ରାଜ, ଏବଂ ଦ୍ୱିତୀୟ ବର ହେଉଛି ଏ ରାମଚନ୍ଦ୍ର 14 ବର୍ଷ ପାଇଁ କଣ୍ଟକିତ ପଥର ପଥିକ ହେବ। ଏଇଥିପାଇଁ ପିତୃ ସତ୍ୟକୁ ପାଳନ କରି ଶିରରେ ଜଟା ଧରି ହସ୍ତରେ କାଣ୍ଡ କୋଦଣ୍ଡ ଧରି ଏ ଅରଣ୍ୟ ମଧ୍ୟରେ ବୁଲୁଛି। ଦଶରଥ ରାଜା ବଡ ଅବିଚାର କଲେ। ତାଙ୍କର ଯଦି ଏମିତି କରିବାର ଥିଲା, ସେ ଦେଶ ରାଜତ୍ୱ ଦୁଇ ଭାଗ କରିପାରିଥାନ୍ତେ।
ভাগে অযোধ্যা আম্ভ ভাগে বন শুনিল সবরপতি হইলা মৌন অনঙ্গ নরেন্দ্র কহে দিন অবসান हे समर राज मो परिवर्ते मोर सानुज भरत हेब अयोध्यार राजा किंतु एथिरे तो किसी अविचार करि नाहंती मो पिता हेउछंती चक्रवर्ती सम्राट से जहाँ भी करिवे से मंगल पाई करिछंती राज्य भाग भरत को देले तो एथिरे किसी दुख नाही किंतु मो भागरे पन तो अछि हे प्रभु एटा इच्छामय मोर इच्छा बा मुबा कोन कहियो प्रभु সবর গুহ করাই সে গুহ কবীর আরে অযোধ্যার কঙ্কু কলা চরচা অপার আরে পটকিরে জটা বাঁধি রাম বেনি ভাই আরে কষা বস্ত্র পিন্ধি দেবী ভূতি গড়ি হই ପାଇଗଲାଣି ଆସନ୍ତୁ ମୋର କୁଟୀର ମଧ୍ୟରେ ବିଶ୍ରାମ କରନ୍ତୁ ଆଉ ମୁଁ ଏଇ ଜଙ୍ଗଲ ମଧ୍ୟରୁ ଯାହା ଫଳମୂଳ କରି ଆଣିଛି ତାକୁ ଭକ୍ଷଣ କରି ତୁମେ ପ୍ରାତ ସମୟରୁ ପଳେଇବେ ପ୍ରଭୁ ଏ ପ୍ରଜାମାନେ କାହିଁକି ଆସିଛନ୍ତି ତୁମ ସହିତ ପଳେଇବେ हे मैत्र ये प्रजागण माने भरत को केबे राजा रूपे ग्रहण करूनाहांती ପ୍ରଭୁ ସେଥିପାଇଁ ମୋ ସ୍ନେହବଶତ ଆଜି ପର୍ଯ୍ୟନ୍ତ ସେ ଏଜା ପର୍ଯ୍ୟନ୍ତ ମୋ ସାଥିରେ ଅରଣ୍ୟ ମଧ୍ୟକୁ ଧାଇ ଆସିଛନ୍ତି ହେଉ ମୁଁ ଆସନ୍ତୁ ପ୍ରଭୁ ଆସନ୍ତୁ ବିଶ୍ରାମ କଲେ ଏ ପ୍ରଜାମାନେ ଏ ସାଗର ଗୃହରେ ଯାହା ଫଳମୂଳ ଅଛି ତାକୁ ଭୋଜନ କରି ତୁମେ ବିଶ୍ରାମ କର ଆରେ ଭାଇମାନେ ଏ କଥା କଲେ ତମେ ସମସ୍ତେ ଖାଦ୍ୟ ଗ୍ରହଣ କଲ ତ अरे मदन मोहन मुरली कौन ସମସ୍ତେ ତା ନାହିଁ ସମସ୍ତେ ତ ପେଟ ପୁରା ଖାଦ୍ୟ ଖାଇଲେ ଖାଇଲ ଆରେ ସମସ୍ତେ ପଥ ପାଣି କରି ଆସିছে ହଁ ଖାଲିଆ ଲାଗୁଛି କାନ୍ତେ ଲାଗୁଛି କେବେ ହେଲା ନା ଶୋୟାନି ଜଣ ଜଣ କରି ପାଳି କରି ପ୍ରଭୁଙ୍କୁ ଚାହିଁ ରହିଥିଲା ହଁ ହଁ ଏ ନହେଲେ ଆମେ ଦେଇଦେବ ସେ ଛାଡ଼ି ଦେଇଦେବେ ଆରେ କେହି ହେଲେ ସମସ୍ତେ ଶୋୟାନି ନାଇଁ ନାଇଁ ଗୋଟେ କାମ କର ରାତିର 3ଟା ପ୍ରହର ଆମର 3 ପ୍ରହରରେ ଆମେ ଗୋଟା ଗୋଟା ଲୋକ ବାଣ୍ଟିଦେବା ହଁ ହଁ ଫାଷ୍ଟ ପ୍ରହର ମୁଁ ଯତ୍ନ ପ୍ରଥମ ପ୍ରହର ତମର ହଁ ହଁ ଦ୍ୱିତୀୟ ପ୍ରହର ଇନ୍ଦୁର ବିକ୍ରମର ମହାବିକ୍ରମ ତୃତୀୟ ପ୍ରହର ମୋହନର ଭାଇ ଏତେ ସପନକୁ ରାତି ନାହିଁ ତମେ একটা କାମ କର ମୁଁ ଜଗିଛି ତମେ ସମସ୍ତେ ଆସିବ କି ହଁ ତମେ ଶୟନ କର ଆମେ ଶୟନ କରିବୁ ହଁ ତମେ ଶୟନ କରିବୁ ନାଇଁ ମୁଁ ଠିଆ ହେଇଛି ହେଲେ ମହାକର୍ଷ ହବ ନାଇଁ ନାଇଁ ତମେ ଶୟନ କର କରୁଛୁ ହଁ ମୁଁ ଜଗିଛି ମୁଁ ଜଗିଛି বট ক্ষীরে জটা বান্ধি রাম বেনি ভাই
ନିଜ ଚକ୍ଷୁର ସନ୍ଦର୍ଶନ କଲ ତ? ଅଯୋଧ୍ୟା ପୁରୀରୁ ଏ ପର୍ଯ୍ୟନ୍ତ ପ୍ରଜାଗଣମାନେ ମୋ ସ୍ନେହବଶତଃ ଧାଇଁ ଆସିଛନ୍ତି ମୋ ସଙ୍ଗତରେ କଣ୍ଟକିତର ପଥିକ ହେବା ପାଇଁ। ତେଣୁକରି ମୁଁ ତୁମକୁ କହୁଛି, ତୁମେ ଏଇଠାରୁ ରଥ ବାହୁଡ଼ି ପୁନଶ୍ଚ ଅଯୋଧ୍ୟାପୁରକୁ ଚାଲିଯାଅ। ଯେତେବେଳେ ପ୍ରାତରୁ ସେମାନେ ପ୍ରଜାଗଣ ଉଠିବେ, ଦେଖିବେ ଅଯୋଧ୍ୟା ଏଇଠାରୁ ରଥ ବାହୁଡ଼ି ଯାଇଛି ଅଯୋଧ୍ୟାପୁରୀକୁ। ଭାବିବେ ରାମଚନ୍ଦ୍ର ମଧ୍ୟ ଅଯୋଧ୍ୟାପୁରୀକୁ ଫେରିଗଲେ। ମତେ ବିଦାୟ ଦିଅନ୍ତୁ। ଆପଣଙ୍କ ଆତିଥ୍ୟତାରେ ମୁଁ ସମ୍ପୂର୍ଣ୍ଣ ପ୍ରସନ୍ନ। ସମୟ ହୋଇଯାଉଛି, ରାତ୍ର ପାଇବା ପୂର୍ବରୁ ମୁଁ ନିଘଞ୍ଚ ଅରଣ୍ୟ ମଧ୍ୟକୁ ଚାଲିଯିବି। ମତେ ବିଦାୟ ଦିଅନ୍ତୁ, ମୁଁ ଆସୁଛି। श्रीराम सहित रथ देखिले केही चक्र चिन्ह श्रीराम फेरिबा जानिले अनंत नरेंद्र कहे सर्वे बाहुलिले ଯେତେ ଖାଉଥା ତମକୁ ତ ଦାୟିତ୍ୱ ଦିଆହେଇଥିଲା, ତମେ ଜଗିକି ରହିବ। ଆମେ ତ ଶୟନ କଲୁ, ବର୍ତ୍ତମାନ ପ୍ରଭୁ କୁଆଡେ ଗଲେ? ତମ ଆଖି ଲାଗିଯାଉ, ପ୍ରଭୁ କୁଆଡେ ଗଲେ? ପ୍ରଭୁ ବର୍ତ୍ତମାନ ଏଠି ନାହାନ୍ତି। ଆରେ ଦେଖ ତମେ ଶୋଇଥିଲ ପୁରା ଗୁଳା ଜଗିକି ଶୋଇଛି। ତମକୁ ନେଇକି ଯାଇପାରିନାହାନ୍ତି। ପ୍ରଭୁ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଛି। ଆମ କଥା ରହିଲା ଭଲ କଥା ହେଲା। ତେବେ ଆମେ ପ୍ରତ୍ୟାବର୍ତ୍ତନ କରିବା ଅଯୋଧ୍ୟାକୁ। ଚାଲ। ମୋ ଟେଙ୍କା କୁଆଡେ ଗଲା? जय जय रघुनाथ जानकी कवि अभिनव जड़ हर श्यामल शिरे मुकुट जटार ଅନେକ ପଥ ଚାଲି ଆସିବା ପରେ ଆମେ ଆସି ପହଞ୍ଚିଛେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ। ମାର୍ଗରେ ଯିବା ପୂର୍ବରୁ ଭରଦ୍ୱାଜଙ୍କ ଆଶ୍ରମରେ ମହର୍ଷି ଭରଦ୍ୱାଜଙ୍କୁ ପ୍ରଣାମ କରି ଆମେ ଅନ୍ୟ ପଥରେ ଯିବା। समस्त
ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହୋଇଥାନ୍ତି। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ମଧ୍ୟମ ମାତା କୈକେୟୀ ପିତାଶ୍ରୀଙ୍କୁ ସତ୍ୟ କରାଇ ଦୁଇଟି ବର ମାଗି ନେଇଥିଲେ। ପ୍ରଥମ ବର ହେଉଛି ମୋ ପରିବର୍ତ୍ତେ ଭରତ ହେବ ରାଜ ସିଂହାସନରେ ରାଜା, ଏବଂ ଦ୍ୱିତୀୟ ବର ହେଉଛି ମୁଁ ହେବି ଏ କଣ୍ଟକିତ ପଥର ପଥିକ। 14 ବର୍ଷ ପାଇଁ ସେ ପିତୃ ସତ୍ୟ ପାଳନ କରି ଆଜି ଜଟା ଧରି ହୋଇ କଷା ବସ୍ତ୍ର ପରିଧାନ କରି ଅରଣ୍ୟ ମଧ୍ୟରେ ବୁଲୁଛି। ଦଶରଥ କି ଅବିଚାର କଲେ ସାମାନ୍ୟ ରାଣୀଙ୍କର ବୋଲରେ ପଡ଼ି ଏଭଳି ପୁତ୍ରବଧୂଙ୍କୁ ଆଜି ଅରଣ୍ୟକୁ ବେଶି ଦେଲେ। ଶ୍ରୀରାମଚନ୍ଦ୍ର କହନ୍ତି ଶୁଣାମୁନି ବର କର୍ମକୁ ନିନ୍ଦିତ ଜନନୀ ପିୟର। ହେ ମହର୍ଷି, ଆପଣ ମୋ ପିତାଶ୍ରୀଙ୍କୁ ନିନ୍ଦା କରୁଛନ୍ତି ଏବଂ ମୋ ମାତାଶ୍ରୀଙ୍କୁ ନିନ୍ଦା କରୁଛନ୍ତି। ନା, ମୋ କର୍ମରେ ଯାହା ଲେଖା ଥିଲା ତାହା ହିଁ ଘଟୁଛି। ସେ ମୁନିବର ମୌନ ହୋଇଲେ ଶ୍ରୀରାମଚନ୍ଦ୍ରଙ୍କୁ ବହୁ ପ୍ରଶଂସା ସେ କଲେ। 14 ବର୍ଷ ମୋର ପୁରେ ରହ ବାବୁ, ଯେତେକ ଲାଗିବ ତୋର ଲେଖିଦେବି ସବୁ। ସାଧୁ ସାଧୁ ବାବା, ତମ ବିଚାର ଅତ୍ୟନ୍ତ ଉଚ୍ଚ କୋଟିର। ହେଲେ ପ୍ରଭୁ, ମୋର ଗୋଟିଏ ଅନୁରୋଧ ଆପଣଙ୍କ ପାଖରେ। ଆପଣ ଯେଉଁ 14 ବର୍ଷ ପାଇଁ ବନବାସ ଆସିଛନ୍ତି, ଆପଣ ମୋ ଆଶ୍ରମରେ 14 ବର୍ଷ ବନବାସ କରନ୍ତୁ। ମୁଁ ଆପଣଙ୍କୁ ସମସ୍ତ ପ୍ରକାର ସୁବିଧା ଏଇଠାରେ ଦେବି ପ୍ରଭୁ। ଆପଣ ମୋ ଆଶ୍ରମରେ ବସବାସ କରନ୍ତୁ। ନା ମହର୍ଷି, ପିତାଶ୍ରୀଙ୍କ ସତ୍ୟ ହେଉଛି ମୁନିବେଶ ଧାରଣ କରି ଏ ଅରଣ୍ୟ ମଧ୍ୟରେ ବୁଲିବା ପାଇଁ। କେଉଁଠାରେ ବସବାସ କରିବା ମୋ ପାଇଁ ଅପରାଧ ହେବ। ତେଣୁକରି ଆପଣଙ୍କ ଆଶ୍ରମରେ ରହିବା ମୋ ପାଇଁ ଏକ ଅପରାଧ। ହେ ପ୍ରଭୁ, ଆପଣ ଆଜି ରାତ୍ର ଏହି ଆଶ୍ରମରେ ଅବସ୍ଥାନ କରନ୍ତୁ। ଆସନ୍ତା ଶୁଭରୁ ଆପଣ ପ୍ରତ୍ୟାବର୍ତ୍ତନ କରିବେ। ବହୁତ ପ୍ରକାର ମୁନି କଲେ ଗୌରବ, ମୁନିଙ୍କ ପୁରେ ସେ ରାତ୍ର ରହିଲେ ରାଘବ। ଫଳମୂଳ ଭୁଞ୍ଜି ସୁସ୍ଥ ହୋଇ ନିଦ୍ରା ଗଲେ, ନିଶିଶେଷ ହନ୍ତେ ରାମଚନ୍ଦ୍ର ବାହାରିଲେ। ହେ ବାବା ରାମଜୀ, ଆପଣ ତ ଅଯୋଧ୍ୟା କଟକରେ ଅନ୍ୟ ବିଳାସ ବସନରେ ଖାଦ୍ୟପେୟ ଗ୍ରହଣ କରିଥିଲେ। ହେଲେ ପ୍ରଭୁ, ଏ ଅରଣ୍ୟ ମଧ୍ୟରେ କିଛି ମିଳେନି। ଏହି ଫଳମୂଳକୁ ଗ୍ରହଣ କରି ମୋତେ କୃତାର୍ଥ କରିବା ହୁଅନ୍ତୁ ପ୍ରଭୁ। ଭରଦ୍ୱାଜ କହନ୍ତି ଶୁଣ ହେ ରଘୁଚାଟ, ଦିବ୍ୟ ସ୍ଥାନ ଅଟଇଛେ ଗିରି ଚିତ୍ର କୁଟ। ମନ୍ଦାକିନୀ ନଦୀ ବହୁଛି ଦକ୍ଷିଣ ପାର୍ଶ୍ୱର, ସେ ଗିରିରେ ବାସ କରି ରହ ରଘୁବୀର। ବାବା ରାମଜୀ, ଏ ଅଦୂରରେ ଅଛି ଚିତ୍ରକୂଟ ପର୍ବତ। ଏହା ଏକ ଦିବ୍ୟ ସ୍ଥାନ। ପାର୍ଶ୍ୱରେ ବହି ଯାଉଛି ମନ୍ଦାକିନୀ ନଦୀ। ଆପଣ ସେଇଠାରେ ବସତି ସ୍ଥାପନ କରନ୍ତୁ। ମୁଁ ପଥ ପ୍ରଦର୍ଶନ ପାଇଁ ମୋର ଶିଷ୍ୟକୁ ଆପଣଙ୍କ ସହିତ ପ୍ରେରଣ କରୁଛି। ହେଉ, ଯଥାଜ୍ଞା ମହର୍ଷି। ବାଟ ଦେଖା ପାଇଁ ଶିଷ୍ୟ ଜଣେ ସଙ୍ଗେ ଦେଲେ, ଦୂର ଠାରୁ ରାମ ତାଙ୍କୁ ଫେରାଇଲେ। ପଥ ବହି ଯାନ୍ତେ ରାମ ହୋଇ ଦୋଷ ମନ, ଅନନ୍ଦ ନରେନ୍ଦ୍ର କଲା ଛାତ ବିରୋଚନ। পথে চলি জানতে শ্রীরাম যে সীতা লক্ষ্মণ দেবী। গ্রাম ঘোষ ছাড়ি ভাবন্তে দেখি বাঘানি।
ଆହୁରି ଅନେକ ପଥ ଚାଲିବାର ଅଛି ମା, ଜଲ୍ଦି ଆସନ୍ତୁ। ଯାଉଛି ସାନ। ଏ ଯୁବତୀଗଣ ଏବେ ପୁରୁଷ ମୋତେ ମାତା ବୋଲି ସମ୍ବୋଧନ କରି ଡାକିଲେ, ସେ ହେଉଛନ୍ତି ମୋର ପ୍ରାଣପ୍ରିୟ ଦେବର ଏବଂ ତାଙ୍କ ପାର୍ଶ୍ୱରେ ଯିଏ ଅଛନ୍ତି ସେ ହେଉଛନ୍ତି ମୋର ସ୍ୱାମୀ। ପିତୃ ସତ୍ୟକୁ ପାଳନ କରି ଆମେ 14 ବର୍ଷ ପାଇଁ ଅରଣ୍ୟକୁ ଆସିଛୁ। କ୍ଷମା କରିବେ ମ୍ୟାମ୍। ଗର୍ଭାଳ ସିଂହଂସି ଚାଲିରୁରେ କପି ବିଳମ୍ବ ହୋଇ ଦେବର ବୋଲି ମଧୀର ଯେ କପି ବେଗରେ ଯାଇ সঙ্গে গেলি কুলবধূ আমার লক্ষ্মণ বইলে সর্বজন শ্রীরাম মুখ চাই কেবল দেশর তুম্ভে ভ্রম কাই পাই তুম্ভে 3 জন অট অপূর্ব মূরতি সংশয় ছেদ করিন কহাম্ব কতি যতি বেশ বহি কাণ্ড কোদণ্ড যে ধর কেবল দেশরে ঘর কাহার কুমার हे महामहिम महात्मा आपण आम सम्मुखରେ ଉପସ୍ଥିତ ହୋଇଛନ୍ତି ହେଲେ ଆପଣଙ୍କ ରୂପରୁ ପ୍ରତୀତ ହେଉଛି ଆପଣ ଜଣେ ଚକ୍ରବର୍ତ୍ତୀ ସମ୍ରାଟଙ୍କ ରାଜକୁମାର ହେଲେ ରାଜକୁମାର ହୋଇ ଆପଣଙ୍କର ଏଭଳି ରୂପ ମସ୍ତକରେ ଜଟା ହସ୍ତରେ କାଣ୍ଡ କୋଦଣ୍ଡ ମୁନିବେଶକୁ ଧାରଣ କରିଛନ୍ତି ଆପଣ କାହାର ପୁତ୍ର ଆପଣଙ୍କର ଘର କେଉଁଠାରେ ସର୍ବ ବୃତ୍ତାନ୍ତ ଆମ ନିକଟରେ ଉପସ୍ଥାପନ କରନ୍ତୁ କହୁଛି ତାହେଲେ ଶୁଣନ୍ତୁ একথা সংক্ষেপী কহ হে আম্বর কতি কহে কহিবু বলে রঘুপতি সূর্য বংশে জাত যে অযোধ্যা আম্বদেশ দশরথ রাজাঙ্কর দুয়ারে শিষ্য ভাগবত মাতা কইকে আহিংসা ভাব করে পিতাଙ୍କୁ ସତ୍ୟ କରାଇ ବନକୁ ବେଶିଲେ ସୁମିତ୍ରା ଜନନୀ ସୁତ ଅଟନ୍ତି ଲକ୍ଷ୍ମଣ ସ୍ନେହେ ଗୋଡ଼ାଇ ଅଇଲେ କଥା ନଗେନୀଣ ଜନକରୁତି ନନ୍ଦିନୀ ଏହୁ ମୋର ନାରୀ ସେ ମୋହର ସଙ୍ଗତରେ ହେଲେ ବନଚାରୀ ମୋର ନାମ ଶ୍ରୀରାମ କହିଲି ପରିମାଣି हे ସାଧୁଜନମାନେ ମୋର ଦେଶ ହେଉଛି ଅଯୋଧ୍ୟା ଏବଂ ପିତାଶ୍ରୀଙ୍କର ନାମ ହେଉଛି ମୋର ଦଶରଥ
ମହାରାଜ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ର ହେଉଛି